ଦେଖିଆ ଲେହେଙ୍ଗାଟା ଟିକେ ଧରିଦିଅ ପଡ଼ିବ। ମୁଁ କହିଥିଲି ନା ଆମେ ଘରେ ପହଞ୍ଚିଲା ବେଳକୁ ରାତି 9:30 ହେଇଗଲା। ରାତି ହେଲାଣି କିନ୍ତୁ ବୋହୂ ଆସିଲେ ତ ଯେମିତି ୱେଲକମ୍ କରିବା କଥା କରାଯାଏ ନା, ସମସ୍ତଙ୍କ ପଟେ ଅଲଗା ଅଲଗା ଥାଇପାରେ। ହଳଦୀ ପାଣିରେ ଆମ ପଟେ ଗୋଡ଼ ଧୋଇକିରି ବୋହୂକୁ ଘରକୁ ଅଣାହବ। ବାହାରେ ମାନେ ବେଦୀ ପାଖରେ ଯାହା ଯେମିତି ଟିକେ କାମ ଥାଏ ନା, ଯୋଉ ମୁଦି ଫୁଦି କାଢନ୍ତି, ମୁଁ ତ ଠିକରେ ଜାଣିନି, ଖାଲି ଦେଖୁଥିଲି ମୁଁ। ସେଇଟା କଲା ପରେ ଭିତରେ ଆଗ ଆସିକିରି ନା ଠାକୁରଙ୍କ ପାଖରେ ଆଗ 2 ଜଣ ଯାକ ଆମ ପଟେ ଦିଅ ଓଳଗନ୍ତି କହନ୍ତି, କହୁଥିଲି ଚାଉଳ ଦେଇକିରି କରନ୍ତି, ସେମିତି ପୁଅ ବୋହୂ ଦିହେଁ ଯାକ କରିବେ। ବୋହୂ ପ୍ରଥମ ଥର ସେଇଟା ଶାଶୁ ଘରେ କରିବ। ତାପରେ ଆସିଲେ ବାହାରେ ବନ୍ଦାବନ୍ଦି କରନ୍ତି। ଆମ ପଟେ କେତେ ଜଣଙ୍କ ପଟେ ନା ଯାହାର ବାହାଘର ତାକୁ ହିଁ ଦିଅନ୍ତି, କିନ୍ତୁ ଆମ ପଟେ ନା ଯଦି ପୁଅ ବାହା ହଉଛି ବୋହୂକୁ ଗିଫ୍ଟ ଦିଅନ୍ତି, ଆଉ ଯଦି ଝିଅ ବାହା ହଉଛି ଜଇଁକି ଦିଅନ୍ତି। ଏବେ ବୋହୂ ଘରେ ୱେଲକମ୍ କଲୁ ନା, ବୋହୂକୁ ଗିଫ୍ଟ ଦବୁ ଯିଏ ଯାହା ଆଣିଛି। ମାନେ ଯିଏ ଗୋଲ୍ଡ ଦେଲା କି ପଇସା ଦେଲା ସେଟା ତା ନିଜ ଉପର କଥା, ସେମିତି କିଛି ବାଧ୍ୟ ନାହିଁ। ପଇସା ଦେଇକିରି ବି ବନ୍ଦେଇ ପାରିବେ। ଆଉ ମୁଁ ଗୋଟେ ମଙ୍ଗଳସୂତ୍ର ଆଣିଥିଲି, ମାନେ ଆଜିକାଲି ଯୋଉ ଝିଅ ମାନେ ପିନ୍ଧୁନାହାନ୍ତି ଛୋଟ ସାଇଜରେ, ଛୋଟ 4-5ଟା ହିଁ କଳାମାଳ ଲାଗିଥିଲା। ଦିପଟେ ବୋଧେ 4-4ଟା କି 6-6ଟା ଏମିତି କଳାମାଳ ଲାଗିଛି, ନହେଲେ ଗୋଲ୍ଡର ପତଳା ଚେନରେ ଥାଇକିରି। ବୋଲେ ଘରେ ଡେଲି ୟୁଜ୍ କରିବ। ଆଉ ରିଚା ବି କହିଲା ମମ୍ମି ମୁଁ ଯେବେ ବାହାହେବି ନା ମତେ ବି ଏମିତି ହିଁ ମଙ୍ଗଳସୂତ୍ର ଦବୁ, ଛୋଟଟା ଡେଲି ୟୁଜ୍ କରିବା ପାଇଁ। ସେଇଟା ହିଁ ମୁଁ କିଣିଥିଲି ତା ପାଇଁ। ଆଉ କିଏ ଇୟରିଂ, କିଏ ମୁଦି ଏମିତି ହିଁ ଗିଫ୍ଟ ଦିଅନ୍ତି। ବନ୍ଦାବନ୍ଦି ସରିଲା। ଆଉ ମତେ ବନ୍ଦେଇ ଆସେନି ସତ ମତେ ବନ୍ଦେଇବାର ରୁଲ ରେଗୁଲେସନ କିଛି ଜଣା ହିଁ ନାହିଁ। ମତେ ଯେମିତି ଆଇଲା ଯାହା ଆଇଲା ମୁଁ ସେମିତି ହିଁ ବନ୍ଦେଇଲି। ଆଉ ରିୟାକୁ କହିଲି ଭିଡିଓ କରିବା ପାଇଁ, ସେ ପଛପଟେ ଠିଆ ହେଇକିରି କରୁছে, ଯାହା ଯେମିତି ହୁଏ ଆଉ। କିନ୍ତୁ ଯାହା ବି ହଉ, ଘରକୁ ମୋ ଭାଉଜ ତ ପଳେଇ ଆସିଲା, ଭାଉଜ ରାଣୀ ଘରକୁ ପଳେଇ ଆସିଲେ।